ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ସମ୍ମାନନୀୟ ସଭାପତି ମହୋଦୟ, ଉପସ୍ଥିତ ବିଜ୍ଞ ବିଚାରକ ମଣ୍ଡଳୀ, ଆମର ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ ଏବଂ ସଭାକୁ ମଣ୍ଡନ କରିଥିବା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ବିଷୟବସ୍ତୁ ହେଉଛି ପରିବେଶର ସୁରକ୍ଷାରେ ସରକାରଙ୍କ ଠାରୁ ଲୋକଙ୍କର ଦାୟିତ୍ୱ ଅଧିକ। ଏହି ବିଷୟବସ୍ତୁ ଆଧାରରେ ମୁଁ ମୋର ଯୁକ୍ତି ଉପସ୍ଥାପନ କରିବାକୁ ଯାଉଛି। ଆମେ ଆମର ଚାରିପାଖକୁ ପରିବେଶ ବୋଲି କହିଥାଉ। ବାସ୍ତବରେ ଆମ ଭାରତବାସୀ ଆପଣା ଦୋଷରେ ନିଜ ପରିବେଶକୁ ପ୍ରଦୂଷିତ କରି ଆମେ ଜୀବନ ସଙ୍କଟରେ ପଡ଼ିଯାଇଛୁ। ପରିବେଶ ପ୍ରଦୂଷଣ ଆମର ମୂର୍ଖପଣିଆ ଯୋଗୁଁ ହିଁ ହୋଇଥାଏ। କେତେକ ଲୋକ ବୃକ୍ଷକୁ ସମ୍ମାନ ଦେଉନାହାନ୍ତି। ସେମାନେ ଯେଉଁ ସରକାର ମାନେ ବୃକ୍ଷରୋପଣ କରୁଛନ୍ତି ସେଗୁଡ଼ିକୁ ପ୍ରତିଦିନ ପାଣି ଦେଉନାହାନ୍ତି କି ସେଗୁଡ଼ିକୁ ଯତ୍ନ ମଧ୍ୟ ନେଉନାହାନ୍ତି ଓ ସେମାନେ ମୂର୍ଖତା ଭାବରେ ସେ ବୃକ୍ଷ ଗୁଡ଼ିକୁ ହାଣି ଦେଉଛନ୍ତି। ଆମର ଏହି ପରିବେଶ ପ୍ରଦୂଷଣ ଓ ଏହି ପ୍ରଦୂଷଣ ନିରାକରଣ ପାଇଁ ଆମ ପାଖରେ ଯଥେଷ୍ଟ ଜ୍ଞାନ ରହିଥିବା ଆବଶ୍ୟକ। ତାହେଲେ ଆମେ ଆମର ପରିବେଶକୁ କେବେ ହେଲେ ଦୂଷିତ ହେବାକୁ ଦେବୁ ନାହିଁ ଓ ଏହାକୁ ସଦାସର୍ବଦା ନିର୍ମଳ ରଖିବାକୁ ଚେଷ୍ଟା କରିବୁ। ବାସ୍ତବରେ ପରିବେଶ ପ୍ରଦୂଷଣ ଆମର ଗ୍ରାମ ଯୋଗୁଁ ହିଁ ହୋଇଥାଏ। କାରଣ ଆମର ଶାଳମାନଙ୍କର ବ୍ୟବହାର ହେଉଥିବା ଜାଳେଣୀ ଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ ଓ ବାୟୁରେ ଅଙ୍ଗାରକାମ୍ଳର ପରିମାଣ ବଢ଼ିଯାଏ। କେତେକ କଳକାରଖାନାରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍ ଦ୍ୱାରା ମଧ୍ୟ ବାୟୁ ପ୍ରଦୂଷଣ ହୋଇଥାଏ, ଯାହାଫଳରେ ଆମର ହୃତ୍ପିଣ୍ଡ ଓ ଫୁସ୍ଫୁସ୍ ଦୁର୍ବଳ ହୋଇଯାଏ, ଯାହାଫଳରେ ଆମେ ବହୁତ ଅଳ୍ପ ଦିନ ବଞ୍ଚିଥାଉ। ଗୁଡ଼ାଖୁ ଚିଲ୍ଲମ ଟାଣିବା, ମୋଟର ଗାଡ଼ି ଆଦି ଚଳାଇବା ଦ୍ୱାରା ସେଥିରୁ ଯେଉଁ ଧୂଆଁ ବାହାରୁଛି ସେଥିରୁ ମଧ୍ୟ ବାୟୁ ପ୍ରଦୂଷଣ ହେଉଛି। ସରକାର ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଲୋକମାନେ ଏହା ମାନୁନାହାନ୍ତି। ସରକାର ବିଭିନ୍ନ ସ୍ଥାନରେ ଗଛ ଲଗାଉଛନ୍ତି, କିନ୍ତୁ ଲୋକମାନେ ଏଥିରେ ପ୍ରତିଦିନ ପାଣି ଦେଉନାହାନ୍ତି, ଯାହାଫଳରେ ଗଛଟି ବହୁତ ଶୀଘ୍ର ମରିଯାଉଛି ଓ କିଛି ମୂର୍ଖ ଲୋକମାନେ ଆମର ପରିବେଶ କିପରି ସୁରକ୍ଷିତ ରହିବ ଏହା ଚିନ୍ତା ନ କରି ଦିନକୁ ଦିନ ଗଛ କାଟିବାକୁ ଲାଗୁଛନ୍ତି। ସେମାନେ ଏହା କରି ନିଜର ମୃତ୍ୟୁକୁ ନିଜେ ନିମନ୍ତ୍ରଣ କରୁଛନ୍ତି। ସରକାର ଗଛ ନ କାଟିବା ପାଇଁ ନିଷେଧାଜ୍ଞା ଜାରି କରୁଛନ୍ତି, କିନ୍ତୁ ସରକାର ଏହା କଲା ସତ୍ତ୍ୱେ ବି ଲୋକମାନେ ଗଛ କାଟୁଛନ୍ତି। ସେମାନେ ଏହା ବୁଝୁନାହାନ୍ତି ଯେ ସରକାର କାହା ପାଇଁ ଗଛ ଲଗାଉଛନ୍ତି, ଆମ ପରିବେଶ ସୁରକ୍ଷିତ ରହିବା ପାଇଁ। ଓ ପରିବେଶ ସୁରକ୍ଷିତ ରହିଲେ ଆମର ମଧ୍ୟ ଜୀବନ ମଧ୍ୟ ସୁରକ୍ଷିତ ରହିବ, କିନ୍ତୁ ସେମାନେ ଏହା ବୁଝୁନାହାନ୍ତି। ତେଣୁ ବର୍ତ୍ତମାନର ପରିବେଶରେ ଆମକୁ ପରିବେଶ ସୁରକ୍ଷା କରିବାକୁ ହେଲେ ବହୁତ ଭାବରେ ବୃକ୍ଷରୋପଣ କରିବାକୁ ପଡ଼ିବ, ଧୂମହୀନ ଜାଳେଣୀ ବ୍ୟବହାର କରିବାକୁ ପଡ଼ିବ ଓ ପରିବେଶର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କାରଣ ବୃକ୍ଷ ଆମର ପ୍ରାଣନାଶକାରୀ ଅଙ୍ଗାରକାମ୍ଳକୁ ନେଇ ତାର ଖାଦ୍ୟ ପ୍ରସ୍ତୁତ କରେ ଓ ଆମ ପାଇଁ ଅମ୍ଳଜାନ ପ୍ରସ୍ତୁତ କରେ। ତେଣୁ ଏଇଟା କୁହାଯାଇଛି ବୃକ୍ଷ ହିଁ ଜୀବନ। ଏବେ ପରିବେଶ ପ୍ରଦୂଷଣ ଆମର ଗ୍ରାମ ସହର ବା ଓଡ଼ିଶାର ସମସ୍ୟା ହୋଇ ରହିନାହିଁ, ଏହା ସାରା ବିଶ୍ୱର ସମସ୍ୟା ହୋଇସାରିଛି। ତେଣୁ ଆମର ଛାତ୍ର ଜୀବନରେ ପରିବେଶ ପ୍ରଦୂଷଣ ନିରାକରଣ ପାଇଁ ବିଭିନ୍ନ କର୍ତ୍ତବ୍ୟ ରହିଛି। ଆମେ ଯଦି ଆମର ବିଦ୍ୟାଳୟ ଓ ଘରର ଚାରିପଟେ ବୃକ୍ଷରୋପଣ କରିବା, ଏଗୁଡ଼ିକୁ ବଡ଼ ହୋଇ ଆମକୁ ଅମ୍ଳଜାନ ଦେବ, ଯାହାଦ୍ୱାରା ଆମେ ସୁଖ ଶାନ୍ତିରେ ରହିପାରିବା। ତେଣୁ ଏଠାରେ କୁହାଯାଇଛି ପରିବେଶ ସୁରକ୍ଷାରେ ସରକାରଙ୍କ ଠାରୁ ଲୋକଙ୍କ ଦାୟିତ୍ୱ ଅଧିକ, ଅର୍ଥାତ୍ ଆମର ଦାୟିତ୍ୱ ଅଧିକ। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଯଦି ମୋର କହିବାକୁ